ଜୟ ଜଗନ୍ନାଥ। ଆଜି ଯାକେ ଅପେକ୍ଷା ଥିଲେ ଯେ ବିଦ୍ୟୁତର କର୍ମଚାରୀ ଆଜ୍ଞାମାନେ ତଳଠୁ ଉପର ପର୍ଯ୍ୟନ୍ତ ମୁଁ ଖୋଜୁଛି କୁଆ ଗଲେ ଆଜି ମିଳିଲେ। ଆଜ୍ଞାମାନେ ଓଡ଼ିଶାର ମା ବାପା ଭାଇ ଭଉଣୀ ଛାତ୍ରଛାତ୍ରୀ ଆମେ ଯେଉଁ ବର୍ଷା ଦିନ ଆସିଲା ବିଦ୍ୟୁତ ତାର ଗହିର ମଝିରେ ଛିଡ଼ିଯିବ, କେଉଁ କାଦୁଅ ଆଣ୍ଠିଏରେ କେଉଁଠି ରାତିରେ ଆମେ କ'ଣ କରୁଛେ ଯାହା ପାଟିରେ ଯାହା ଆସିଲା କହିଚାଲିଲେ। ଆଉ କ'ଣ ଯେଉଁ କର୍ମଚାରୀମାନଙ୍କର ଯେଉଁ ଟୋପି ପିନ୍ଧିକି ଯାଇକି ଯେଉଁ କରୁଛନ୍ତି ଯେ ଏଠୁଅ ଛିଡ଼ା ହେଇଥିବେ ହେଲା କି ନାହିଁ ହଁ ଏଗୁଣ ସେ ତ ବଡ଼ ସିଏ ଯାହାର ଯେଉଁ ପଦବୀରେ ଅଛନ୍ତି ଉଚ୍ଚସ୍ତର ଯାକେ କର୍ମ କରୁଥିବେ ତାଙ୍କୁ ଆମେ କେତେ ସୂଚନା ଦେଉଛେ ନା। ଆଉ ମୋ ପରିବାର ଚାକିରି କରିଛି ବୋଲି ଯାଇକି ବୋଲି ମୁଁ ଆଉ ସେତେବେଳକୁ ବି ଭାବିପାରୁନି। ମୋ ପରିବାରର ଇଲେକ୍ଟ୍ରିକର ଚାକିରି କରିଛି ଅଧା ପାହାଞ୍ଚା ରାତିରେ ଯାଇକି କାଦୁଅ ଆଣ୍ଠିଏରେ ଚପଲ ନଥିବ, ଚପଲ ଥିଲେ ଗୁଳିଆ ଖସିଯିବ କାମ କରୁଛନ୍ତି। ସେଇଟାକୁ ଆମେ ଚିନ୍ତା କରୁଛେ କି? ଏବେ ଆସିଗଲା ନବୀନ ବାବୁ ବିଦ୍ୟୁତ ବାଲାଙ୍କୁ ଠିକରେ ଚଳେଇ ପାରିଲେନି, ସେଇ ସକାଶେ ହାରିଗଲେ ବୁଝିଲେ କି ଆଜ୍ଞା। ସେଇ ସକାଶେ ଯେଉଁ ହାରିଯିବା ଭିତରେ ଆଜ୍ଞା ଏବେ ତ ନୂଆ ସରକାର ଆସିଲେ ମୋର ବିଦ୍ୟୁତ କର୍ମଚାରୀଙ୍କୁ ପ୍ରଣାମ। ଦରମା ବଢ଼େଇବେ 300 ୟୁନିଟ୍ ଧର୍ମେନ୍ଦ୍ର ବାବୁ କେଉଁଦିନ ଦେବେ? ମୋହନ ମାଝିଜୀ 300 ୟୁନିଟ୍ 300 ଥାଉ। ଆମ ନବୀନ ଯେଉଁଟା ଡିକ୍ଲେୟାର କରୁଛନ୍ତି 100ଟା ଦିଅ ହେ 100 ୟୁନିଟ୍ ଦିଅ ହେ। ଆଖ ଗରିବ ଗୁରୁଆ ଚଳିଯାଆନ୍ତୁ। ଜୟ ଜଗନ୍ନାଥ।